ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥିତ ମୁକ୍ତେଶ୍ୱର ମନ୍ଦିରର ମୁକ୍ତାକାଶ ରଙ୍ଗମଞ୍ଚରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଓଡ଼ିଶୀ ନୃତ୍ୟ ଓଡ଼ିଶାକୁ ଆନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଛି ବୋଲି ମତ ପ୍ରକାଶ କରିଥିଲେ। ସନ୍ଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କଣ୍ଠଶିଳ୍ପୀମାନେ ସମବେତ ଶିବବନ୍ଦନା ପରିବେଷଣ କରିଥିଲେ। ଏହାପରେ ଡକ୍ଟର ବୈଷ୍ଣବୀ ସରକାର ଯୁଗ୍ମଦଣ୍ଡ ପଲ୍ଲବୀ ପରିବେଷଣ କରିବା ସହ ଅର୍ଦ୍ଧନାରୀଶ୍ୱରଙ୍କୁ ବନ୍ଦନା କରିଥିଲେ। ନୃତ୍ୟଶିଳ୍ପୀ ବିଭୁପ୍ରସାଦ ବେହେରା ଓ ଆକାଂକ୍ଷା ଦାସ ଦେଶପଲ୍ଲବୀ ପରିବେଷଣ କରିଥିଲେ, ଯାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶେଷରେ ପ୍ରଦୀପ ରାୟ ଓ ଡକ୍ଟର ଦୀପ୍ତି ରାଉତରାୟଙ୍କ ସଂଯୋଜନାରେ ବିଶ୍ୱନାଥ ସଙ୍ଗୀତାଳୟର ନୃତ୍ୟଶିଳ୍ପୀମାନେ ଦଳଗତ ପଲ୍ଲବୀ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମ୍ର ବିଧାୟକ ବାବୁ ସିଂ, ସଂସ୍କୃତି ବିଭାଗ ସଚିବ ଦେବପ୍ରସାଦ ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା 25 ତାରିଖ ଯାଏ ଚାଲିବ। ଖୋର୍ଦ୍ଧାରୁ ହେମନ୍ତ କୁମାର ବେହେରାଙ୍କ ରିପୋର୍ଟ, ଖୋଲା ଖବର ଟିଭି।